ସମସ୍ୟା ଭିତରେ ଘୋର ସମସ୍ୟା ହେଉଛି ରାସ୍ତା, ଯାହାଫଳରେ ଲୋକେ ଗମନାଗମନ ତଥା ଯାନବାହନ ଯାତାୟାତରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହିଭଳି ଶୋଚନୀୟ ଅବସ୍ଥାର ଚିତ୍ର ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକରେ ଦେଖିବାକୁ ମିଳିଛି। ପ୍ରାପ୍ତ ସୂଚନାରୁ ଜଣାଯାଇଛି, 49 ନମ୍ବର ଜାତୀୟ ରାଜପଥ ଢାଙ୍ଗିମୁତାରୁ ତୁମୁରୁଡିହା ଓ ନୂଆଗାଁ ଛକରୁ ପାଟବିଲାର ରାସ୍ତା ବହୁତ ଖରାପ ହୋଇଥିବାରୁ ଯାତାୟାତରେ ପ୍ରବଳ ଅସୁବିଧା ହେଉଛି। ଉଲ୍ଲେଖଯୋଗ୍ୟ, ଉକ୍ତ ଧୂଳି ଧୂସରିତ ଖାଲଢିପ ଓ ଉଚ୍ଚାନିଚା ରାସ୍ତାରେ ସ୍ଥାନୀୟ ଲୋକେ ଗଭୀର ଅଶାନ୍ତି ପ୍ରକଟ କରିଛନ୍ତି। ଏ ରାସ୍ତା ମରାମତି ହେଲେ ଢାଙ୍ଗିମୁତା ଛକରୁ ତୁମୁରୁଡିହା ଓ ନୂଆଗାଁ ଛକରୁ ପାଟବିଲାରେ ଯାଆସ କରୁଥିବା ଲୋକେ ଉପକୃତ ହୋଇପାରିବେ। ଏଥିସହିତ ଉକ୍ତ ରାସ୍ତାରେ ଯିବା ଆସିବା କରୁଥିବା ଯାନବାହନ ମଧ୍ୟ ସୁରୁଖୁରୁରେ ଭାବେ ଚଳାଚଳ କରିପାରିବେ। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବିଶୋଇ ବ୍ଲକ କମିଟି ଉକ୍ତ ରାସ୍ତାର ମରାମତି ନିମନ୍ତେ ରାଇରଙ୍ଗପୁର ସହରସ୍ଥ ସ୍ଥାନୀୟ ବାମନଘାଟି ଉପଜିଲ୍ଲାପାଳ କାର୍ଯ୍ୟାଳୟ ପହଞ୍ଚି ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ସେମାନେ ଉପଜିଲ୍ଲାପାଳଙ୍କୁ 49 ନମ୍ବର ଜାତୀୟ ରାଜପଥର ଯଥାଶୀଘ୍ର ମରାମତି କରିବା ପାଇଁ ନିବେଦନ କରିଥିଲେ। ନଚେତ୍ ଆଗାମୀ ଦିନରେ ଏହାକୁ ନେଇ ବଡ଼ ଧରଣର ଜନ ଆନ୍ଦୋଳନ ମୁଣ୍ଡ ଟେକିପାରେ ବୋଲି ସେମାନେ ଚେତାବନୀ ଦେଇଥିଲେ। ଏଥିରେ ବିଶୋଇ ବ୍ଲକ ଜେଏମ୍ ସଭାପତି ଶ୍ୟାମସୁନ୍ଦର ହାସଦା, ବଡ଼ମଣଦା ଗ୍ରାମ ପଞ୍ଚାୟତ ଜେଏମ୍ ସଭାପତି ମନୋଜ କୁମାର ହାସଦା, ନୂଆଗାଁ ଗ୍ରାମ ପଞ୍ଚାୟତ ଜେଏମ୍ ସଭାପତି ସ୍ୱରୂପ ଚନ୍ଦ୍ର ସୋରେନ ଓ ଜେଏମ୍ ସଦସ୍ୟ ସୁନାରାମ ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ଶ୍ୟାମଳେନ୍ଦୁ ପରିଡ଼ାଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍। ସମସ୍ୟା ଭିତରେ ଘୋର ସମସ୍ୟା ହେଉଛି ରାସ୍ତା, ଯାହାଫଳରେ ଲୋକେ ଗମନାଗମନ ତଥା ଯାନବାହନ ଯାତାୟାତରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହିଭଳି ଶୋଚନୀୟ ଅବସ୍ଥାର ଚିତ୍ର ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକରେ ଦେଖିବାକୁ ମିଳିଛି। ପ୍ରାପ୍ତ ସୂଚନାରୁ ଜଣାଯାଇଛି, 49 ନମ୍ବର ଜାତୀୟ ରାଜପଥ ଢାଙ୍ଗିମୁତାରୁ ତୁମୁରୁଡିହା ଓ ନୂଆଗାଁ ଛକରୁ ପାଟବିଲାର ରାସ୍ତା ବହୁତ ଖରାପ ହୋଇଥିବାରୁ ଯାତାୟାତରେ ପ୍ରବଳ ଅସୁବିଧା ହେଉଛି। ଉଲ୍ଲେଖଯୋଗ୍ୟ, ଉକ୍ତ ଧୂଳି ଧୂସରିତ ଖାଲଢିପ ଓ ଉଚ୍ଚାନିଚା ରାସ୍ତାରେ ସ୍ଥାନୀୟ ଲୋକେ ଗଭୀର ଅଶାନ୍ତି ପ୍ରକଟ କରିଛନ୍ତି। ଏ ରାସ୍ତା ମରାମତି ହେଲେ ଢାଙ୍ଗିମୁତା ଛକରୁ ତୁମୁରୁଡିହା ଓ ନୂଆଗାଁ ଛକରୁ ପାଟବିଲାରେ ଯାଆସ କରୁଥିବା ଲୋକେ ଉପକୃତ ହୋଇପାରିବେ। ଏଥିସହିତ ଉକ୍ତ ରାସ୍ତାରେ ଯିବା ଆସିବା କରୁଥିବା ଯାନବାହନ ମଧ୍ୟ ସୁରୁଖୁରୁରେ ଭାବେ ଚଳାଚଳ କରିପାରିବେ। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବିଶୋଇ ବ୍ଲକ କମିଟି ଉକ୍ତ ରାସ୍ତାର ମରାମତି ନିମନ୍ତେ ରାଇରଙ୍ଗପୁର ସହରସ୍ଥ ସ୍ଥାନୀୟ ବାମନଘାଟି ଉପଜିଲ୍ଲାପାଳ କାର୍ଯ୍ୟାଳୟ ପହଞ୍ଚି ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ସେମାନେ ଉପଜିଲ୍ଲାପାଳଙ୍କୁ 49 ନମ୍ବର ଜାତୀୟ ରାଜପଥର ଯଥାଶୀଘ୍ର ମରାମତି କରିବା ପାଇଁ ନିବେଦନ କରିଥିଲେ। ନଚେତ୍ ଆଗାମୀ ଦିନରେ ଏହାକୁ ନେଇ ବଡ଼ ଧରଣର ଜନ ଆନ୍ଦୋଳନ ମୁଣ୍ଡ ଟେକିପାରେ ବୋଲି ସେମାନେ ଚେତାବନୀ ଦେଇଥିଲେ। ଏଥିରେ ବିଶୋଇ ବ୍ଲକ ଜେଏମ୍ ସଭାପତି ଶ୍ୟାମସୁନ୍ଦର ହାସଦା, ବଡ଼ମଣଦା ଗ୍ରାମ ପଞ୍ଚାୟତ ଜେଏମ୍